ପ୍ରାଚୀନ ଗ୍ରନ୍ଥରେ ସର୍ବଜଗତର ଆତ୍ମା କୁହାଯାଏ। ସମସ୍ତ ଜୀବର ଆତ୍ମାର ଉର୍ଜା ସ୍ୱୟଂ ସୂର୍ଯ୍ୟଦେବ ଅଟନ୍ତି। ସୂର୍ଯ୍ୟ ପାଇଁ ହିଁ ଏ ସୃଷ୍ଟିର ଜୀବନ ଅଛି। ସୂର୍ଯ୍ୟ ସର୍ବପ୍ରକାଶକ, ସର୍ବକଲ୍ୟାଣକାରୀ ଅଟନ୍ତି। ସୂର୍ଯ୍ୟ କିରଣଙ୍କର ତେଜ ଯୋଗୁଁ ସାକ୍ଷାତ ଭଗବାନ ସୂର୍ଯ୍ୟଙ୍କ କିରଣର ମାଧ୍ୟମରୁ ସମସ୍ତ ସଂସାରର ସଞ୍ଚାଳନ କରିଥାନ୍ତି। ପ୍ରତ୍ୟେକ ମନୁଷ୍ୟ ସୂର୍ଯ୍ୟ ଭଗବାନଙ୍କୁ ଜଳ ଦେଇ ଆଧାର ପ୍ରକଟ କରିବା ଉଚିତ। ଯଦି ପ୍ରତିଦିନ ସୂର୍ଯ୍ୟ ଭଗବାନଙ୍କୁ ଜଳ ଦେବା ସମ୍ଭବ ହେଉନାହିଁ, ତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ରବିବାର ଦିନ ସୂର୍ଯ୍ୟଦେବଙ୍କୁ ଜଳ ଅବଶ୍ୟ ହିଁ ଦେବା ଉଚିତ। ଏହା ମନୁଷ୍ୟକୁ ସୂର୍ଯ୍ୟଦେବଙ୍କର କୃପା ପ୍ରାପ୍ତ ହୋଇଥାଏ। ସୂର୍ଯ୍ୟଦେବ ଏ ସମଗ୍ର ସୃଷ୍ଟିର ଜୀବର ଆଧାର ଅଟନ୍ତି। ସୂର୍ଯ୍ୟଦେବଙ୍କ ବିନା ଜୀବନର କଳ୍ପନା ବି କରାଯାଇ ପାରିବ ନାହିଁ। ସୂର୍ଯ୍ୟ ଦେବତାଙ୍କ ପୂଜା ସହିତ ଅର୍ଘ୍ୟ ଦେବା ବି ପ୍ରଚଳିତ ରହିଅଛି। ସୂର୍ଯ୍ୟଦେବ ତାଙ୍କ ଅର୍ଘ୍ୟ ଦେବା ଦ୍ୱାରା ମନୁଷ୍ୟଙ୍କ ଜୀବନରେ ସକାରାତ୍ମକ ଚମତ୍କାର ହୋଇଥାଏ। ଭଗବାନ ଶ୍ରୀରାମଙ୍କୁ ନେଇ ଭଗବାନ ଶ୍ରୀକୃଷ୍ଣ ବି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଇଥିଲେ। ଭଗବାନ ଶ୍ରୀକୃଷ୍ଣ ସୂର୍ଯ୍ୟଦେବଙ୍କ ମହତ୍ତ୍ୱ ଅନେକ ଥର କହିଛନ୍ତି। ପ୍ରତିଦିନ ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାଇବା ଏକ ଏମିତି ନିୟମ ଥାଏ ଯାହା ଆପଣଙ୍କ ଜୀବନରେ ବହୁତ ବଡ଼ ଚମତ୍କାର ଆସିଥାଏ। ସୂର୍ଯ୍ୟଙ୍କୁ ଶକ୍ତି ଏତେ ଆଲୌକିକ ହୋଇଥାଏ ଯେ ଏହା ବିନା ପୁରା ଧରିତ୍ରୀ ଅଧୁରା ରହିଥାଏ। ଯଦି ଆପଣ ଆପଣଙ୍କ ଜୀବନରେ ନିରାଶ ଓ ହତାଶ ଅନୁଭବ କରିଥାନ୍ତି, ଆପଣଙ୍କର ମନ ଆପଣଙ୍କ ଅଧୀନରେ ନଥାଏ, ଆପଣଙ୍କର ସ୍ୱଭାବ ଅତ୍ୟନ୍ତ କ୍ରୋଧିତ ହୋଇଥାଏ, ଆପଣ ଆପଣଙ୍କର କାମ ଯେବେ ନିୟନ୍ତ୍ରଣ କରିପାରନ୍ତି ନାହିଁ, ଆପଣଙ୍କର ମନ ନକାରାତ୍ମକ ବିଚାରରେ ଭର୍ତ୍ତି ହୋଇଥାଏ, ତ ଆପଣ ସୂର୍ଯ୍ୟଦେବଙ୍କୁ ଉପାସନା ଅବଶ୍ୟ କରନ୍ତୁ। ସୂର୍ଯ୍ୟଦେବଙ୍କୁ କେବଳ ଜଳ ଚଢ଼ାଇବା ଦ୍ୱାରା ଆପଣଙ୍କର ସବୁ ସଙ୍କଟ ଦୂର ହୋଇଥାଏ। ସଂସାରର ପ୍ରତ୍ୟେକ ସମସ୍ୟାର ସମାଧାନ ସୂର୍ଯ୍ୟଦେବଙ୍କ ପାଖରେ ଥାଏ। ଆପଣଙ୍କର ପ୍ରତ୍ୟେକ ସମସ୍ୟାର ସମାଧାନ ସୂର୍ଯ୍ୟ ଭଗବାନଙ୍କୁ ଜଳ ଚଢ଼ାଇଲେ ହିଁ ସମାଧାନ ହୋଇଥାଏ। ସୂର୍ଯ୍ୟ ଦେବତାଙ୍କୁ ଉପାସନା କରିବା ଦ୍ୱାରା ଆତ୍ମାର ଶୁଦ୍ଧି ହୋଇଥାଏ ଏବଂ ମନୋବଳ ବଢ଼ିଥାଏ। ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟଙ୍କ କିରଣର ବାତାବରଣ ପବିତ୍ର, ସକାରାତ୍ମକ ବନି ଯାଇଥାଏ। ଯଦି ପ୍ରତିଦିନ ଆପଣ ସକାଳୁ ସ୍ନାନ ସାରି ସୂର୍ଯ୍ୟଦେବଙ୍କୁ ମନ୍ତ୍ର ଉଚ୍ଚାରଣ କରି ଜଳ ଚଢ଼ାଇଥାନ୍ତି, ତ ଆପଣଙ୍କର ଅଧିକ ଲାଭ ହୋଇଥାଏ। କିଛି ସମୟରେ ଆପଣ ଏହାର ପ୍ରଭାବ ଅନୁଭବ କରିବେ ହିଁ କରିବେ। ସୂର୍ଯ୍ୟଦେବଙ୍କ କୃପାରୁ ଆପଣଙ୍କ ଜୀବନ ଏତେ ଚମତ୍କାର ହେଇଯିବ। ଆପଣ ପାପ, ରୋଗ, ଭୟ ଆଦି ଦୋଷରୁ ମୁକ୍ତି ପାଇଯିବେ ଏବଂ ଆପଣଙ୍କ ଜୀବନ ସୁଖରେ ଭରିଯିବ। ଆପଣଙ୍କର ଶରୀର ରୋଗମୁକ୍ତ ହୋଇଯିବ ଏବଂ ଆପଣ ପ୍ରତ୍ୟେକ କାର୍ଯ୍ୟରେ ଅତି ଉତ୍ସାହର ସହ କରିପାରିବେ। କୁଣ୍ଡଳୀରେ ଅନ୍ୟ ଗ୍ରହ ପରି ସୂର୍ଯ୍ୟଙ୍କର ଶୁଭ କିମ୍ବା ଅଶୁଭ ସ୍ଥିତିରେ ରହିବା ଦ୍ୱାରା ଆମ ଜୀବନରେ ହିଁ ଏହାର ଶୁଭ ଓ ଅଶୁଭର ପ୍ରଭାବ ପଡ଼ିଥାଏ। କୁଣ୍ଡଳୀରେ ସୂର୍ଯ୍ୟ ଯଦି ଶୁଭ ସ୍ଥିତିରେ ରହିବେ, ତ ଆପଣମାନେ ସମାଜରେ ଭରପୁର ମାନ ସମ୍ମାନ, ଯଶ ଓ ପ୍ରସିଦ୍ଧି ମିଳିଥାଏ। ଯଦି ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଅଶୁଭ ସ୍ଥିତିରେ ରହିବେ, ତ ଏହାର ବିପରୀତ ପରିଣାମ ମିଳିଥାଏ। ଏଥିପାଇଁ କୁଣ୍ଡଳୀରେ ଯଦି ସୂର୍ଯ୍ୟଙ୍କ ସ୍ଥିତି ମଜବୁତ କରିବାକୁ ଚାହୁଁଛନ୍ତି, ତେବେ ଜ୍ୟୋତିଷ ଶାସ୍ତ୍ରରେ କିଛି ଏମିତି ଜିନିଷ ବିଷୟରେ କୁହାଯାଇଛି ଯାହାକୁ ପାଣିରେ ପକାଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ଦ୍ୱାରା ସବୁ ପରିଣାମ ପ୍ରାପ୍ତ ହୋଇଥାଏ। କିନ୍ତୁ ଅନେକ ମନୁଷ୍ୟ ସୂର୍ଯ୍ୟଦେବଙ୍କୁ ଜଳ ଦେବା ସମୟରେ ବହୁତ ଭୁଲ କରିଥାନ୍ତି। ସୂର୍ଯ୍ୟଙ୍କୁ ଜଳ ଦେବା ସମୟରେ ମହତ୍ତ୍ୱପୂର୍ଣ୍ଣ ନିୟମର ପାଳନ କରିନଥାନ୍ତି। ଭୁଲ ତରିକାରେ ଅର୍ଘ୍ୟ ଦେଇ ସୂର୍ଯ୍ୟଦେବଙ୍କୁ ଅପମାନ କରିବା ଉଚିତ ନୁହେଁ। ଏହା ମନୁଷ୍ୟକୁ ଅନେକ ପ୍ରକାରର କଷ୍ଟର ସାମ୍ନା କରିବାକୁ ପଡ଼ିଥାଏ। କେବଳ ସୂର୍ଯ୍ୟଙ୍କୁ ଜଳ ଦେବା ଦ୍ୱାରା ଫଳ ପ୍ରାପ୍ତି ହୋଇନଥାଏ। ସୂର୍ଯ୍ୟଙ୍କୁ ଜଳ ଦେବା ସମୟରେ ବିଧିର ପାଳନ କଲେ ସୂର୍ଯ୍ୟଦେବଙ୍କୁ ମନ୍ତ୍ରକୁ ଜପ କରିବା ବି ଆବଶ୍ୟକ ହୋଇଥାଏ। ତେବେ ଯାଇ ସୂର୍ଯ୍ୟଙ୍କ ଜଳ ଦେବାର ଫଳ ମନୁଷ୍ୟକୁ ପ୍ରାପ୍ତ ହୋଇଥାଏ। ଯଦି ସୂର୍ଯ୍ୟଦେବ ରୁଷ୍ଟ ହୋଇଯିବେ, ତ ବ୍ୟକ୍ତି ଉପରେ ଖରାପ ଦାଗ ଲାଗିଥାଏ ଓ ବ୍ୟକ୍ତିର ହାତରେ ଅଜାଣତରେ କୌଣସି ନା କୌଣସି ଅପରାଧ ହୋଇଯାଇଥାଏ। ଏଥିପାଇଁ ବ୍ୟକ୍ତିକୁ ଅନିଷ୍ଟ କାର୍ଯ୍ୟ କରିକି ସୂର୍ଯ୍ୟଦେବଙ୍କୁ ରୁଷ୍ଟ କରିବା ଉଚିତ ନୁହେଁ। ଏହି ପ୍ରକାରର ସୂର୍ଯ୍ୟଦେବଙ୍କୁ ଆମ ଜୀବନରେ ଅଧିକରୁ ଅଧିକ ମହତ୍ତ୍ୱ ରହିଥାଏ। ଯଦି ଆପଣ ଆପଣଙ୍କର ମନସ୍କାମନାକୁ ପୂର୍ଣ୍ଣ କରିବା ପାଇଁ ଚାହାନ୍ତି, ତ ସୂର୍ଯ୍ୟଦେବଙ୍କୁ ଉପାସନା ଅବଶ୍ୟ କରନ୍ତୁ। ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାର ମହତ୍ତ୍ୱପୂର୍ଣ୍ଣ ନିୟମ କ'ଣ ରହିଛି? ସୂର୍ଯ୍ୟଙ୍କୁ ଜଳ ଦେବା ସମୟରେ ଆମକୁ କେଉଁ ଭୁଲ କରିବା ଉଚିତ ନୁହେଁ ଏବଂ ସୂର୍ଯ୍ୟଙ୍କୁ ଜଳ ଦେବା ସମୟରେ ଆମେ କେଉଁ ମନ୍ତ୍ରକୁ ଜପ କରିବା ଉଚିତ, ଯାହାକି ଆମକୁ ସୂର୍ଯ୍ୟଦେବଙ୍କର ଉପାସନାର ସମ୍ପୂର୍ଣ୍ଣ ଫଳ ପ୍ରାପ୍ତ ହେବ।
ସବୁଠୁ ପ୍ରଥମେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାର ଅର୍ଥ କ'ଣ ହୋଇଥାଏ। ତ ଦର୍ଶକ ବନ୍ଧୁ, ଅର୍ଘ୍ୟ ଦେବାର ତାତ୍ପର୍ଯ୍ୟ ଏହା ଅଟେ କି ସୂର୍ଯ୍ୟ ଦେବତାଙ୍କୁ ଭକ୍ତି ଭାବ ରଖି ଜଳ ଅର୍ପିତ କରିବା। ଏହି ଜଳ ଆପଣଙ୍କର ଦୁଇଟି ହାତରେ ଆଞ୍ଜୁଳି ଧରି ତମ୍ଭା ପାତ୍ରରେ ଶୁଦ୍ଧ ଜଳ ଭରିକି ସୂର୍ଯ୍ୟ ଦେବତାଙ୍କୁ ଅର୍ପିତ କରିବେ। କିନ୍ତୁ ଧ୍ୟାନ ରଖିବେ, ଯଦି ଆପଣଙ୍କ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଉଛନ୍ତି ତେବେ ଆପଣଙ୍କ ହାତରେ ତର୍ଜନୀ ବା ଆଙ୍ଗୁଠିକୁ ଯୋଡ଼ିକି ରଖିବେ ନାହିଁ। ଆଙ୍ଗୁଠି ଅନ୍ୟ ଆଙ୍ଗୁଠିକୁ ସ୍ପର୍ଶ କରିବା ଉଚିତ ନୁହେଁ। ଆଙ୍ଗୁଠିକୁ ଖୋଲା ଖୋଲା କରି ଅର୍ଘ୍ୟ ଦିଅନ୍ତୁ। ଯଦି ଆପଣ ଆପଣଙ୍କର ଦୁଇଟି ହାତର ଆଙ୍ଗୁଠିକୁ ଯୋଡ଼ିକି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତି ତେବେ ଏହା ରାକ୍ଷସୀ ମୁଦ୍ରା ବନିଯାଏ। ଆଉ ଏହି ମୁଦ୍ରାରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଅଶୁଭ ମନାଯାଏ। ଯଦି ଆପଣ ପାତ୍ରରେ ଜଳ ଭରିକି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଉଛନ୍ତି, ତାହା ହିଁ ଆପଣଙ୍କର ଦୁଇ ହାତର ଆଙ୍ଗୁଠିକୁ ସ୍ପର୍ଶ କରିକି ଅର୍ଘ୍ୟ ଦେବେ ନାହିଁ। ଏହି କଥାର ନିହାତି ଧ୍ୟାନ ରଖିବେ। ଅର୍ଘ୍ୟ ଦେବା ସମୟରେ ଆପଣଙ୍କର ଦୁଇ ହାତକୁ ଉପରକୁ ଉଠାଇ ପାତ୍ରକୁ ଧରି ଅର୍ଘ୍ୟ ଦିଅନ୍ତୁ। ସୂର୍ଯ୍ୟଦେବଙ୍କୁ ସବୁବେଳେ ସୂର୍ଯ୍ୟୋଦୟ ସମୟରେ ହିଁ ଅର୍ଘ୍ୟ ଦେବା ଉଚିତ। ସୂର୍ଯ୍ୟଙ୍କ ଉପାସନା କରିବା ସବୁବେଳେ ହିଁ ଶୁଭ ହୋଇଥାଏ। ସୂର୍ଯ୍ୟୋଦୟର 2 ଘଣ୍ଟା ପରେ ଅର୍ଘ୍ୟ ଦେବାର କୌଣସି ବି ଫଳଦାୟୀ ହୋଇନଥାଏ। ଯଦି କୌଣସି କାରଣବଶତଃ ଆପଣ ସୂର୍ଯ୍ୟୋଦୟ ସମୟରେ ଅର୍ଘ୍ୟ ଦେଇପାରୁନାହାନ୍ତି, ତ 3 ଥର ଅର୍ଘ୍ୟ ଦେବା ସମୟରେ 4 ଥର ଅର୍ଘ୍ୟ ଦିଅନ୍ତୁ ଏବଂ ଯଥାଶୀଘ୍ର ସୂର୍ଯ୍ୟ ଦେବତାଙ୍କ ଠାରୁ କ୍ଷମା ମାଗି ନିଅନ୍ତୁ। ଏହା ଦ୍ୱାରା ଦୋଷ କମ୍ ହୋଇଯାଇଥାଏ। ଜଳ ତମ୍ଭା ପାତ୍ରରେ ହିଁ ଦେବା ଉଚିତ। ତମ୍ଭାକୁ ସୂର୍ଯ୍ୟଦେବଙ୍କର ପ୍ରିୟ ଧାତୁ ମନାଯାଏ। ତମ୍ଭା ପାତ୍ରରେ ରଖିଥିବା ଜଳକୁ ପିଇବା ହେତୁ ବ୍ୟକ୍ତିର ପେଟଜନିତ ରୋଗରୁ ବି ମୁକ୍ତି ପାଇଯାଇଥାଏ। ତମ୍ଭା ପାତ୍ରରେ ଗଙ୍ଗା ଜଳ କିମ୍ବା ପବିତ୍ର ନଦୀର ଜଳ ପକାନ୍ତୁ। ଯଦି ଏହା ସମ୍ଭବ ନୁହେଁ ତ ଶୁଦ୍ଧ ଜଳର ପ୍ରୟୋଗ କରନ୍ତୁ। ଖାଲି ଜଳରେ କେବେ ବି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯାଏ ନାହିଁ। ସେହି ଜଳରେ ଲାଲ ଫୁଲ, ଲାଲ ଚନ୍ଦନ, ଅକ୍ଷତ ଜରୁର ପକାନ୍ତୁ। ଆପଣ ଚାହିଁଲେ ଏହି ଜଳରେ ଅଳ୍ପ ଘିଅ କିମ୍ବା କ୍ଷୀର କିମ୍ବା ଗୁଡ଼ ଇତ୍ୟାଦି ମିଶାଇ ପାରିବେ। ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବାର ସମୟ ହେଉଛି ଯେତେବେଳେ ସୂର୍ଯ୍ୟଦେବ ଲାଲ ହୋଇଥିବେ, ଅର୍ଥାତ୍ ଯେବେ ପ୍ରାତଃ କାଳରେ ସୂର୍ଯ୍ୟ ଲାଲ ରଙ୍ଗର ଦେଖାଯିବେ, ତ ସେହି ସମୟରେ ଅର୍ଘ୍ୟ ଦେବା ସର୍ବଶ୍ରେଷ୍ଠ ଫଳ ଦେଇଥାଏ। ଯଦି ଆପଣ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବାର ସଂକଳ୍ପ ନେଉଛନ୍ତି, ତ ସେହି ସଂକଳ୍ପ କେବେ ବି ଭାଙ୍ଗିବା ଉଚିତ ନୁହେଁ। ଯେତେଦିନ ବି ଆପଣ ଏହି ସଂକଳ୍ପ ନେଉଛନ୍ତି, ସେତେଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅବଶ୍ୟ ଦିଅନ୍ତୁ। ଯଦି ଆପଣ ସଂକଳ୍ପକୁ ପୂରା କରିପାରିବେ ନାହିଁ, ତ ଏହିପରି ସଂକଳ୍ପ ଆଦୌ କରିବା ଉଚିତ ନୁହେଁ। ଏହା ଦ୍ୱାରା ସୂର୍ଯ୍ୟଦେବ ରୁଷ୍ଟ ହୋଇଯାଆନ୍ତି। ଭଗବାନ ଶ୍ରୀକୃଷ୍ଣ ସୂର୍ଯ୍ୟଦେବଙ୍କୁ ଜଳ ଦେବା ସମୟରେ ମନ୍ତ୍ର ବତାଇଛନ୍ତି, ଯାହାର ଉଚ୍ଚାରଣ ଅବଶ୍ୟ ହିଁ କରିବା ଉଚିତ। ସେହି ମନ୍ତ୍ରଟି ହେଉଛି ଓମ୍ ଆଦିତ୍ୟ ଦେବାୟ ନମଃ କିମ୍ବା ଓମ୍ ଘନ ସୂର୍ଯ୍ୟାୟ ନମଃ। ଏହି ମନ୍ତ୍ର ଭିତରୁ ଗୋଟିଏ ବି ଆପଣ ମନ୍ତ୍ର ଜପ କରିପାରିବେ। ଏହି ମନ୍ତ୍ରର ଉଚ୍ଚାରଣ କରିକି ସୂର୍ଯ୍ୟଙ୍କୁ ଜଳ ଦେବା ଦ୍ୱାରା ଦରିଦ୍ରତାର ଅନ୍ତ ହୋଇଥାଏ ଏବଂ ବ୍ୟକ୍ତିକୁ ସୁଖ ସମୃଦ୍ଧିର ପ୍ରାପ୍ତି ହୋଇଥାଏ। ଦର୍ଶକ ବନ୍ଧୁ, ସୂର୍ଯ୍ୟଦେବଙ୍କର ମହିମା ଅପାର ଅଟେ। ତ ପ୍ରତିଦିନ ହିଁ ଆପଣ ସୂର୍ଯ୍ୟଦେବଙ୍କ ଆଧାର ମାନିବା ଉଚିତ। ଜ୍ୟୋତିଷ ଶାସ୍ତ୍ରରେ ମୁଖ୍ୟ ରୂପରେ ରବିବାର ଦିନ ସୂର୍ଯ୍ୟଦେବଙ୍କର ଦିନ ମନାଯାଏ। ଏଥିପାଇଁ ଆପଣଙ୍କ କୁଣ୍ଡଳୀର ସୂର୍ଯ୍ୟ ଦୋଷକୁ ଦୂର କରିବା ପାଇଁ ଆପଣଙ୍କୁ ରବିବାର ଦିନ ବିଶେଷ ରୂପରେ ସୂର୍ଯ୍ୟ ଦେବତାଙ୍କ ଉପାସନା କରିବା ଉଚିତ ଏବଂ ସୂର୍ଯ୍ୟଙ୍କ ସହ ସମ୍ବନ୍ଧିତ ବସ୍ତୁର ଦାନ କରିବା ନିହାତି ଉଚିତ। ସୂର୍ଯ୍ୟଦେବଙ୍କ ସମ୍ବନ୍ଧିତ ବସ୍ତୁ ତମ୍ଭା, ଗହମ, ଚନ୍ଦନ, ଗୁଡ଼ ଓ ହଳଦିଆ ରଙ୍ଗର ବସ୍ତ୍ର। ଏହି ସବୁ ବସ୍ତୁକୁ ରବିବାର ଦିନ ଦାନ କରିବା ଦ୍ୱାରା ବ୍ୟକ୍ତିର ସବୁ ଦୁଃଖରୁ ଅନ୍ତ ମିଳିଥାଏ। ଯଦି ଆପଣ ବେମାରରେ ପୀଡ଼ିତ କିମ୍ବା ଆପଣଙ୍କ ଘରେ କୌଣସି ସମସ୍ୟା ଥାଏ, ତେବେ ସେହି କାରଣରୁ ଆପଣ ସୂର୍ଯ୍ୟଦେବଙ୍କୁ ନିହାତି ଅର୍ଘ୍ୟ ଦିଅନ୍ତୁ। ଦେଖିବେ ଆପଣଙ୍କର ସବୁ ଦୋଷ ତୁରନ୍ତରୁ ତୁରନ୍ତ ଦୂର ହୋଇଯିବ ଏବଂ ସୂର୍ଯ୍ୟଦେବଙ୍କର ଆଶୀର୍ବାଦ ସदैବ ଆପଣଙ୍କ ଉପରେ ଏବଂ ଆପଣଙ୍କର ପୁରା ପରିବାର ଉପରେ ବର୍ଷା ହେବ। ତ ଦର୍ଶକ ବନ୍ଧୁ, ଆଶା କରୁଛି ଭିଡ଼ିଓଟି ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ, ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ। କୃପା କରି ଆମ ଚ୍ୟାନେଲରେ ଯଦି ଆପଣ ନୂଆ ଅଛନ୍ତି, ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରୁନାହାନ୍ତି, ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଆମର ଏହିଭଳି ପ୍ରତ୍ୟେକ ନୂଆ ନୂଆ ଭିଡ଼ିଓ ସର୍ବପ୍ରଥମେ ଆପଣଙ୍କ ପାଖରେ ଯାଇ ପହଞ୍ଚିବ।
କମେଣ୍ଟ ବକ୍ସରେ ଓମ୍ ସୂର୍ଯ୍ୟ ଦେବାୟ ନମଃ ଅବଶ୍ୟ ଲେଖନ୍ତୁ।